ମାନେ ତଳେ ଦେଇଥିବା ଏଇ ଭିଡ଼ିଓଟି ଦେଖନ୍ତୁ। ଏ ଭଉଣୀ ନିଜ ଚେହେରାକୁ ମାନେ ପରିବର୍ତ୍ତନ କରିବା ପାଇଁ ମାନେ ପୁରା ଗୋରା ଦେଖାଇବା ପାଇଁ ମାନେ ବହୁତ ପ୍ରକାର ମାନେ କେମିକାଲ ବା କଷ୍ଟମେଟିକ୍ ୟୁଜ୍ କରିଥିଲେ। ଦେଖନ୍ତୁ କେମିତି ଅବସ୍ଥା ହେଇଯାଇଛି, ତାଙ୍କ ମୁହଁରେ ସବୁ ମାନେ ଇନଫେକ୍ସନ୍ ହୋଇଯାଇଛି। এই ভিডিওটি কেবল ମୋ ଭଉଣୀମାନଙ୍କ ପାଇଁ। ଭଉଣୀମାନେ ମୁଁ ଆପଣଙ୍କୁ ଗୋଟେ କଥା ଅନୁରୋଧ କରୁଛି, ଆପଣମାନେ ବଜାରରେ ବା ପାର୍ଲର ନ ଯାଇ ବା ସେସବୁ କେମିକାଲ ଜିନିଷ ନ ୟୁଜ୍ କରିକିରି ଆପଣମାନେ ବି ନିଜ ଚେହେରାର ବି ଦାୟିତ୍ୱ ନେଇପାରିବେ। ସାଙ୍ଗମାନେ ଆପଣମାନେ ଯେମିତି ଅଛନ୍ତି ଆପଣଙ୍କ ପରିବାର ବା ଆପଣଙ୍କ ସ୍ୱାମୀ ଆପଣଙ୍କର ଯାହା ବି ହେଲେ ଆକ୍ସେପ୍ଟ କରିବେ। ସେ ପିଲା ଦେଖାଯାଉଛି ଗୋରା, ମୁଁ ଟିକେ ଦେଖାଯିବି ଗୋରା। ଆରେ ଭଉଣୀମାନେ ସିଏ ଯଦି ଗୋରା ଦେଖାଯାଉଥିବ ତାର ଗୁଣ ଭଲ ନଥିବ। ଆପଣ ଖାଲି ଚେହେରାଟା ଭଲ ଦେଖାଗଲେ କିଛି ମାନେ ଭଲ ନଥାଏ। ମେନ୍ ହେଲା ଗୁଣ ହିଁ ଦରକାର। ଭଉଣୀମାନେ ବଜାରରେ ମାନେ ମିଳୁଥିବା ବହୁତ ମାନେ କେମିକାଲ ସେଇଟା ଭଲ ନୁହେଁ ଆମ ଫେସ୍ ପାଇଁ। କାହା ଫେସ୍ରେ ବି ସୁଟ୍ କରେ, କାହା ଫେସ୍ରେ ବି ସୁଟ୍ କରେ ନାହିଁ। ଏବେ ବି ଖରା ଦିନ, ଆପଣମାନେ କେବଳ ମାନେ ନ୍ୟାଚୁରାଲ ଭାବେ ମାନେ ମୁହଁକୁ ଟିକେ ରଖନ୍ତୁ, ମୁହଁର ଦାୟିତ୍ୱ ନିଅନ୍ତୁ। ଜୟ ଜଗନ୍ନାଥ।